ଆଜିର ଭିଡିଓରେ ଆମେ ଜାଣିବା ପଲ୍ୟୁସନ ସାର୍ଟିଫିକେଟ ନିଜ ମୋବାଇଲ ମାଧ୍ୟମରେ କିପରି ଆବେଦନ ଏବଂ ଡାଉନଲୋଡ କରିପାରିବେ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଯେତେ ବି ଭିଡିଓ ଦେଖିଥିବେ କେହି ବି କହିନଥିବେ ଯେ ମୋବାଇଲରେ କିପରି ପଲ୍ୟୁସନ ସାର୍ଟିଫିକେଟକୁ ଆବେଦନ ଏବଂ ଡାଉନଲୋଡ କରାଯାଏ, ଆଉ ଏହାର କେତେ ଟଙ୍କା ଫିସ୍ ପଡିବ। ତ ଆଉ ଡେରି ନ କରି ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଭିଡିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆପଣମାନେ ଆମ ଚ୍ୟାନେଲରେ ଏମିତି ଇନଫର୍ମେଟିଭ ଭିଡିଓ ହିଁ ଦେଖିବାକୁ ପାଇବେ। ଆଶା କରୁଛି ବର୍ତ୍ତମାନ ସୁଦ୍ଧା ଆପଣମାନେ ଆମ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ କରିଦେଇଥିବେ। ତ ଚାଲନ୍ତୁ ଭିଡିଓକୁ ଆରମ୍ଭ କରିବା। ଦର୍ଶକ ବନ୍ଧୁ, ପ୍ରଥମେ ଆପଣ ଯେକୌଣସି ବ୍ରାଉଜରଟିକୁ ଓପନ କରିଦିଅନ୍ତୁ। ଯଦି କ୍ରୋମ ବ୍ରାଉଜରଟି ବ୍ୟବହାର କରୁଛନ୍ତି ତ ବହୁତ ଭଲ କଥା। ମୁଁ ବି ଏଠାରେ କ୍ରୋମ ବ୍ରାଉଜରକୁ ବ୍ୟବହାର କରୁଛି। ଏହି ସର୍ଚ୍ଚ ବାରରେ ପିୟୁସି ସାର୍ଟିଫିକେଟ ଲେଖିକି ସର୍ଚ୍ଚ କରିଦିଅନ୍ତୁ। ଏହି ପ୍ରଥମ ସାଇଟଟି ଦେଖନ୍ତୁ, ପିୟୁସି ପରିବହନ .gov.in ଅଛି। ଏହାରି ଉପରେ କ୍ଲିକ୍ କରିଦିଅନ୍ତୁ। ଦେଖନ୍ତୁ ଏହିପରି ୱେବସାଇଟଟି ଆସିଯିବ। ଏଠାରେ ଧ୍ୟାନରେ ଦେଖନ୍ତୁ ଆଗକୁ ଆପଣମାନଙ୍କୁ କ'ଣ କରିବାକୁ ହେବ। ଏହି ଉପରେ ଭଲ କି ଦେଖନ୍ତୁ ପିୟୁସି ସାର୍ଟିଫିକେଟ ଅପସନଟି ଥିବ। ଏହାରି ଉପରେ କ୍ଲିକ୍ କରିଦିଅନ୍ତୁ। ଏହି ଉପର ବକ୍ସରେ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବରଟି ଦେଇଦେବେ ଏବଂ ତଳ ବକ୍ସରେ ଚେସିସ୍ ନମ୍ବର ଲାଷ୍ଟ 5ଟି ନମ୍ବର ଦେଇଦେବେ। ମନେ ରଖନ୍ତୁ ଚେସିସ୍ ନମ୍ବର ଶେଷ 5ଟି ନମ୍ବର ହିଁ ଦେବେ। ଏହାର ଡିଟେଲ୍ସ ଆପଣଙ୍କର ଆରସି କାର୍ଡରେ ଲେଖା ହୋଇଥିବ, ସେଠାରୁ ଦେଖିକି ଲେଖିପାରିବେ। ନହେଲେ ଆପଣଙ୍କର ଗାଡ଼ିର ଚେସିସ୍ରେ ଏହି ନମ୍ବରଟି ଲେଖା ହୋଇଥିବ। ଏଠାରେ ଫିଲ୍ କରିସାରିବା ପରେ ଏହି କ୍ୟାପଚା କୋଡଟିକୁ ଏଠାରେ ଫିଲ୍ କରିଦେବେ ଏବଂ ପିୟୁସି ଡିଟେଲ୍ସ ଉପରେ କ୍ଲିକ୍ କରିଦେବେ। ଦେଖନ୍ତୁ ଏଠାରେ ଆପଣଙ୍କର ପିୟୁସି ସାର୍ଟିଫିକେଟଟି ଆସିଗଲା। ତଳେ ଦେଖନ୍ତୁ ପ୍ରିଣ୍ଟ ଲେଖା ହୋଇଥିବ, ଏହାରି ଉପରେ କ୍ଲିକ୍ କରିଦିଅନ୍ତୁ। ବର୍ତ୍ତମାନ ପିୟୁସି ସାର୍ଟିଫିକେଟଟି ଆପଣଙ୍କର ମୋବାଇଲରେ ସଫଳ ପୂର୍ବେ ଡାଉନଲୋଡ ହୋଇସାରିଛି। ତ ଦର୍ଶକ ବନ୍ଧୁ, ଆପଣମାନେ ଏହିପରି ଆପଣଙ୍କର କିମ୍ବା ଯେକୌଣସି ଗାଡ଼ିର ପିୟୁସି ସାର୍ଟିଫିକେଟକୁ ଡାଉନଲୋଡ କରିପାରିବେ। ଆଉ ଯଦି ଆବେଦନ ବା ପିୟୁସି ଆପ୍ଲାଇ କରିବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ପିୟୁସି ସେଣ୍ଟରକୁ ଯାଇ ଆପ୍ଲାଇ କରିବାକୁ ହେବ। ତ ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଏକ ନୂଆ ଭିଡିଓରେ ଦେଖାହେବା। ରହିଲି।